ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ଆଉ ଏବେ ପୁରା ପାଟିରେ ବାହାରୁଛି ଧୂଆଁ। ଆଉ ଯେଉଁମାନେ ବିଡ଼ି ପିଉଛନ୍ତି ଆକ୍ଚୁଆଲିରେ ସେମାନଙ୍କ ଧୂଆଁ ବାହାରୁଛି କି ବାହାରୁନି। ଆଉ ଏଇ ଶୀତ ଦିନରେ ବହୁତ ଧୂଆଁ ବାହାରୁଛି। ଆଉ ଆପଣମାନେ ଦେଖିପାରୁଥିବେ ଆଉ ଗୋଟେ କମ୍ବଳର ଏବେ ଗୋଟେ ମୁଁ ଘୋଡ଼େଇ ହେଇଛି। ଆଉ ବହୁତ ଜୋର ଶୀତ ଲାଗୁଛି। ଆଉ ଲୋକମାନେ ଯେ ଶୋଇଗଲେ ଆଉ ପାଟିରେ ପୁରା ଧୂଆଁ ପୁରା ବାହାରୁଛି। ମାନେ ମାନେ ଏଇ ଶୀତ ଦିନେ ତ ମାନେ ବେଶୀ ଧୂଆଁ ବାହାରେ ନା। ଆଉ ଏଇ ଶୀତ ଦିନେ ଗୋଟେ ଏମିତି ଗୋଟେ ମାସ ଆଉ ମାନେ ଥଣ୍ଡା ମଣ୍ଡା ରୋଗ ମୁଗ ଆଉ ସବୁ ପୁରା ଏହି ଶୀତ ଦିନେ ହିଁ ପଡ଼େ। ଆଉ ପୁରା ମାନେ ଋତୁଟା ପୁରା ଏବେ ପୁରା ଚେଞ୍ଜ ହେଇଥିଲା। ଆଉ ବଡ଼ି ଯେତେବେଳେ ଗରମ ହୁଏ ଆଉ ସେତେକା ବେଳେ ଖାଲି ପାଟିରୁ ଖାଲି ଧୂଆଁ ବାହାରେ। ଆଉ ନିହାତି ଆପଣମାନଙ୍କୁ ବି ପାଟିରୁ ଧୂଆଁ ବାହାରେ। ଆଉ ନିହାତି ଟିକେ କରିବେ। ଆଉ ଆପଣଙ୍କ ପାଟିରୁ ଧୂଆଁ ବାହାରୁଛି କି ବାହାରୁନି ନିହାତି କମେଣ୍ଟରେ ଟିକେ କହିବେ। ଆଉ ମୁଁ ତ ଏବେ ଠିଆ ହେଇଛି ଆଉ ବହୁତ ଶୀତ ଲାଗୁଛି। ଆଉ ଯେତେବେଳେ ମୁଁ ଦେଖିଲି ମୋ ପାଟିରୁ ଟିକେ ଧୂଆଁ ବାହାରୁଛି ମୁଁ ଟିକେ ଆଶ୍ଚର୍ଯ୍ୟ। ପାଟି ତ ସମସ୍ତଙ୍କର ଧୂଆଁ ବାହାରେ ଆଉ ମୋର ବି ଏବେ ବାହାରୁଛି। ଆଉ ଏବେ ବୋଧେ ରାତି 8ଟା କି 9ଟା ହେଇଥିବ ବୋଧେ। ମୁଁ ତ ଟାଇମ୍ ଦେଖିନି। ହଉ ସେ 8ଟା 9ଟା ହେଇଥିବ। ଆଉ ବାପା ମା ଯେ ଏକା ଶୋଇ ହେଇଛନ୍ତି। ଆଉ ମୁଁ ଯେ ରାତିରେ ଟିକେ ମୁଁ ଭିଡ଼ିଓ ବନେଇଛି। ଆଉ ଆମେ ଆକ୍ଚୁଆଲି ଆମେ ଗୋଟେ ଘରର ମାନେ ପରିବାର ଲଗେଇଛେ। ଆଉ ସେ ଭିଡ଼ିଓଟା ନିହାତି ଆଉ ଯେଉଁମାନେ ଯଦି ନୂଆ କରିକି ଆସିଛନ୍ତି ମୋ ପରିବାର ଭିଡ଼ିଓ ଆଉ ଆମ ବାଡ଼ିରେ ବନେଇଥିଲି। ଆଉ ନିହାତି ସେ ମୋ ଚ୍ୟାନେଲରେ ଯାଇକି ଦେଖିବେ। ଆଉ ସେ ଭିଡ଼ିଓଟାକୁ ମୁଁ ବନେଇକି ଅପଲୋଡ଼ କରିଦେଇଛି। ଆଉ ସେ ଭିଡ଼ିଓକୁ ବି ଆପଣମାନେ ଦେଖିପାରୁଥିବେ। ଆଉ ସେତେବେଳେ ମାନେ ଖାଲି ମାନେ ମଞ୍ଜି ହିଁ ଲଗା ହେଇଥିଲା। ଆଉ ମାନେ କିଛି ମାନେ ହେଇନଥିଲା। ମାନେ ଫାଷ୍ଟ ତ ସେ ମଞ୍ଜି ଏକା ପକା ହେଇଛି। ଆଉ ସେ ମଞ୍ଜି ଯେ ଏବେ ପୁରା ଗଛ ହେଇକି ପୁରା ବଡ଼ ହେଇଛି ଆକ୍ଚୁଆଲି ତ ଏବେ ବଡ଼ ହେଇଛି। ଆଉ ମାନେ ଆଉ ମୁଁ ତ ରାତିରେ ମୁଁ ଏବେ ଚାହିଁଛି ଆଉ ନିଦ ତ ମାଡ଼ୁଥିବେ। ଆଉ ଆପଣମାନେ ଦେଖିପାରୁଥିବେ ଆଉ ପୁରା ଅନ୍ଧାର ଗୋଟା ଆଡ଼େ ଅନ୍ଧାର। ଆଉ ଆକ୍ଚୁଆଲିର ଆଉ ଏଇ ଜାଗାର ହିଁ ଆମେ ମାନେ ପରିବାଟା ମାନେ ଚାଷ କରିଛେ। ଆଉ ରେଟ୍ ତ ମାନେ ବହୁତ ନା। ଆଉ ମାନେ କିଣିକି ଖାଇ ହବନି। ଆଉ ମୁଁ ଟିକେ ତୁତୁଳା ଆଉ ମଝିରେ ମୁଁ ଟିକେ ଅଟକିଯାଏ। ଆଉ ଭଗବାନ ଯେରକ ବନେଇଛନ୍ତି ଆଉ ଲୋକମାନଙ୍କୁ ଆଉ ମାନେ ଆମେ ତ ନିଜେ ତ ମାନେ ଚେଞ୍ଜ ହେଇପାରିବାନି ନା। ଆଉ ମାନେ ଯେତିକି ମାନେ କଥା ଜାଣିଛେ ଆଉ ସେତିକି ହିଁ କଥାବାର୍ତ୍ତା ହବା। ଆଉ ସମସ୍ତେ ଏବେ ବୋଧେ ପ୍ରାୟ ଶୋଇ ହେଇଛନ୍ତି। ଆମ ସାଙ୍ଗ ଛୁଆମାନଙ୍କୁ ସେମାନେ ତ ତାଙ୍କର ତାଙ୍କ ଫ୍ରି ଫାୟାର ଅଛି। ସେମାନେ ତ ପୁରା ଫ୍ରି ଫାୟାର ଖେଳିବେ। ଆଉ ଏଇଥର ଗୋଟେ ମଜା କଥା ମାନେ ଫୁଟବଲର